ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତରେ ଜନସମୁଦ୍ର। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନ ଖୁବ୍ ସରଗରମ ହୋଇଉଠିଛି। ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଧରି କର୍ମୀମାନେ ବିଭିନ୍ନ ତରିକାରେ ଭୋଟ ଭିକ୍ଷା ମାଗି ଚାଲିଛନ୍ତି। ବିଭିନ୍ନ ଦଳର ବଡ଼ ବଡ଼ ନେତାମାନେ ନୂଆପଡ଼ାରେ ଡେରା ପକାଇଥିବା ବେଳେ ନିଜ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ମନ୍ତ୍ରୀମାନେ ମଧ୍ୟ ସଭା ସମିତି କରିଚାଲିଛନ୍ତି। କିନ୍ତୁ ବିଜେଡି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିବା ଦେଖାଦେଇଛି। ଏମିତିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକଗହଳି ଦେଖାଯାଇ ନଥିବା ବେଳେ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତରେ ଜନସମୁଦ୍ର ସୃଷ୍ଟି ହୋଇଥିବା ଦେଖାଦେଇଛି। ବର୍ତ୍ତମାନ ଶାସନରେ ଥିବା ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ବିଫଳ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି। 24 ବର୍ଷ ଶାସନରେ ରହି ଲୋକଙ୍କ ହିତ ପାଇଁ କାମ କରିଆସିଥିବା ବିଜେଡି ନୂଆପଡ଼ା ଉପନିର୍ବାଚନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢୁଛି। ଆଜି ବି ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଥିବା ଜଣାପଡୁଥିବା ବେଳେ ଏବେ ବି ନବୀନ ପଟ୍ଟନାୟକଙ୍କ ସୁଶାସନକୁ ସାଧାରଣ ଲୋକ ଭୁଲି ପାରି ନାହାନ୍ତି। ଯାହାକି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତରେ ବାରି ହୋଇ ପଡୁଥିଲା। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନବୀନ ପଟ୍ଟନାୟକ ନୂଆପଡ଼ାବାସୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ନିରଞ୍ଜନ ବିଶି, ଅଧିରାଜ ପାଣିଗ୍ରାହୀ ସହିତ ଅନେକ ନେତୃମଣ୍ଡଳୀ ଏବଂ ବହୁ ଅଭିଜ୍ଞ ନେତା ଯୋଗ ଦେଇଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ।